ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ଓ ଆମ ଅଞ୍ଚଳବାସୀ ସମସ୍ତଙ୍କ ଉଦ୍ୟମରେ ଆମର ରଜ ମହୋତ୍ସବ ହବ, ପଞ୍ଚମ ରଜ ମହୋତ୍ସବ। ତେଣୁକରି ଏ ରଜ ମହୋତ୍ସବ ଯେହେତୁ ଆଜିକାଲି ଓଡ଼ିଶାର ବଡ଼ପାଖ ରଜ ସ୍ୱାଦ ସବୁ ହଜି ହଜି ଯାଉଛି, ତାକୁ ପୁନର୍ଜୀବି କରି ବଞ୍ଚାଇ ରଖିବା ପାଇଁ ଆମେ ସହର ତଳି ଅଞ୍ଚଳରେ ବ୍ୟବସ୍ଥା। ତେଣୁକରି ଆମର ଏଇଟା ପଞ୍ଚମ ମାନେ ରଜ ମହୋତ୍ସବ, ଏଇଟା ରାଜ୍ୟସ୍ତରୀୟ ପଞ୍ଚମ। ଏଠି ଅଛନ୍ତି ଆମର ଏଇ ଯେଉଁ ଗ୍ରାମୀଣ ବିକାଶ ମଞ୍ଚ ଆମ ଅଞ୍ଚଳକୁ ନେଇକି ଗୋଟେ ହେଇଛି ଆଞ୍ଚଳିକ ବିକାଶ ମଞ୍ଚ, ତାର ସଭାପତି ଆମର ଅରୁଣ ବାବୁ ଅଛନ୍ତି, ସମାଜସେବୀ। ଇଏ ତ ଆପଣ ସମସ୍ତଙ୍କ ପରିଚୟ ଶୁଣିଲେ। ତେଣୁକରି ଏଇ ରଜ ମହୋତ୍ସବଟାକୁ କେମିତି ସାରା ପୁରପଲ୍ଲୀରେ ପୁଣି ନମସ୍କାର, ଜୟ ଜଗନ୍ନାଥ। ଆପଣମାନେ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ରଜ ମହୋତ୍ସବ, ଏଇଟା ହେଉଛି ରାଜ୍ୟସ୍ତରୀୟ ରଜ ମହୋତ୍ସବ। ଏଇଟା ପଞ୍ଚମ ସ୍ତରୀୟ ପଦାର୍ପଣ କରିଛି। ଆପଣମାନେ ଜାଣିଥିବେ 4 ବର୍ଷ ଧରି ବିଭିନ୍ନ ଆପଣମାନଙ୍କ ମାଧ୍ୟମରେ ପ୍ରଚାର ପ୍ରଚାରିତ ହେଲା ପରେ ବହୁତ ଲୋକମାନେ ଟିକେ ଆସନ୍ତି, ପଟିଆରୁ ବି ଲୋକ ଟିକେ ଆସୁଛନ୍ତି, କୋଣ ଅନୁକୋଣରୁ ଲୋକ ଆସୁଛନ୍ତି, ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେଉଛନ୍ତି। ସକାଳ 11ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଆମର ଏରିଆ ଲୋକମାନଙ୍କର ବିଭିନ୍ନ ପ୍ରକାର ପିଲାଙ୍କର ବିଭିନ୍ନ ଘରେ ରହିଯାଉଥିବା ଲୁଚିକି ଯେଉଁ କଳାକାରମାନଙ୍କର ପ୍ରତିଭା ରହିଯାଉଛି ତାକୁ ଆମେ ପଦାର୍ପଣ କରୁଛୁ। ତା ସହିତ ରାଜ୍ୟ ବାହାରର ଏଥର ଆମେ ବଲିଉଡ଼ ବି ଆର୍ଟିଷ୍ଟ ଆଣିଛୁ। ସେମାନଙ୍କୁ 13, 14, 15 ଜଣ ଆପଣ ଦେଖିଥିବେ। ଭୁବନେଶ୍ୱରରେ 3 ଦିନ ଧରି ସମସ୍ତେ ରଜ କରନ୍ତି, କିନ୍ତୁ ନୂଆଗାଁ ନିଆରା ପର୍ବ ପଡ଼େ 4 ଦିନ। ସଜବାଜଟାକୁ ବି ଆମେ ଛାଡ଼ୁନା, ସଜବାଜକୁ ନେଇକି ଆମେ 4 ଦିନ ରଜ ପାଳନ କରୁ। ରଜ ଆପଣମାନେ ରଜରେ ଏଥରକ ଆମେ ନୂଆ ଯୋଡ଼ିଛୁ ପାଖାପାଖି 2 କୁଇଣ୍ଟାଲର ଉର୍ଦ୍ଧ୍ୱ ଯାହା ଲାଗିବ 4 ଦିନର ପୋଡ଼, ଗୋଟେ ସ୍ପେଶାଲ ପୋଡ଼ ବନ୍ଦୋବସ୍ତ କରାଯାଇଛି ସମସ୍ତଙ୍କ ପାଇଁ। ରଜ ଦୋଳି 15ରୁ ଉର୍ଦ୍ଧ୍ୱ ପଡ଼ିଛି, ତା ସହିତ ମୀନା ବଜାର ପଡ଼ିଛି। ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆପଣଙ୍କର ଦେଖନ୍ତୁ। ବଲିଉଡ଼ର ପାମଲା ଜେନ୍ ଆଉ ଆମର ଓଡ଼ିଆ ହିରୋ ଅର୍ଜେଣ୍ଡୁ ଆସୁଛନ୍ତି, ଆମର ରିୟା ଆସୁଛନ୍ତି, ଅମ୍ଲାନ, ଆଉ ବାକି ରହିଲେ ଆମର ପୂନମ, ବହୁତ ଆର୍ଟିଷ୍ଟ ଅଛନ୍ତି। ଆମେ ତ 4 ବର୍ଷ ହେଲାଣି ଓଡ଼ିଶାର କଳାକାରଙ୍କୁ ନେଇକି ଆମେ କରି ଆସିଛୁ, ଏଥର ବି କରିଛୁ। କିନ୍ତୁ ସବୁଦିନ ନୂଆ ନୂଆ କଳାକାରଙ୍କୁ ନେଇକି ଆସିଛୁ। ଭରପୁର ଏନ୍ଜୟ କରିବେ, କେଉଁ ମୁହୂର୍ତ୍ତରେ କାହାକୁ କୌଣସି ଜିନିଷରେ ଖିଲାପ କରାଯିବ ନାହିଁ। ଦ୍ୱିତୀୟ କଥା, ଯେଉଁ ଝିଅମାନଙ୍କର ରଜ ପରମ୍ପରା ଥାଏ ସେଟାକୁ ଆମେ ଯେମିତି ଓଡ଼ିଆ ପର୍ବ ହିସାବରେ ଖାଇବା ପିଇବା ପ୍ରୋଗ୍ରାମ୍ ବି ଆମେ ବନ୍ଦୋବସ୍ତ କରି ରଖିଛୁ, ଯେମିତି ସବୁବେଳେ ଥାଏ ସେଇଟା ବି କରିଚାଲିଛୁ। ପର୍ ଡେ ସବୁଦିନ ଖାଇବା ଲୋକଙ୍କ ପାଇଁ ଆରେଞ୍ଜ କରିଛୁ। ତ ସମସ୍ତେ ଆପଣମାନେ ଆସନ୍ତୁ, ଆପଣଙ୍କ ମଧ୍ୟରେ ବାର୍ତ୍ତା ରହିବ, ଶୃଙ୍ଖଳା ସହିତ ଏଠି ସବୁବେଳେ ହେଇ ଆସିଛି, ଆପଣଙ୍କୁ କହିବାକୁ ପଡ଼ିବ ନାହିଁ। ଆପଣ ଆସନ୍ତୁ, ଭରପୁର ଭାବେ ଏନ୍ଜୟ କରନ୍ତୁ। ଆମର ଏଇଟା ନୂଆ ଗାଁରୁ କଲ୍ୟାଣପୁର, ଆମର ରଘୁନାଥପୁର, ନାଥପୁର, 12-14ଟି ଗାଁ ତା ଦେହରେ ବିଭକ୍ତ ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ନେଇକି ଆମେ ଏଟାକୁ ଗୋଟେ କରୁଛୁ। ଦେଖନ୍ତୁ, ପାନ ତ ରହିବ, ଏସବୁ କହିବାକୁ ପଡ଼ିବ। ରଜ ମାନେ ତ ରଜ ପାନକୁ ମାନେ ପ୍ରଥମ ଆପଣମାନେ ଜାଣନ୍ତି। ତ ସବୁ ଯାହା ଅଛି ସେୟା ରହିବ, ମୁଁ ତାକୁ ଦୌଡ଼ିବା ପାଇଁ ଚାହୁଁନି। କିନ୍ତୁ ଆମେ ଯେଉଁଥିରେ ଫୋକସ୍ ଦେଉଛୁ, ପିଲାମାନେ ଅଧିକା ହେଲେ ଖେଳିବା ପାଇଁ ଦୋଳି ପାଇଁ ଆସୁଛନ୍ତି, ଦୋଳି ଟିକେ ଆମେ ଫୋକସ୍ ଦେଉଛୁ। ଅଧିକାରୁ ଅଧିକା ଦୋଳି କେମିତି ହେଇପାରିବ, କେହି ଯେମିତି ନ ବସିବେ। ତା ସହିତ ଆପଣଙ୍କର ପୋଡ଼ ପିଠା ଉପରେ ଆମେ ଫୋକସ୍ ଦେଉଛୁ। ଆଉ ହାଇଜେନିକ୍ ମାନେ ମେଣ୍ଟେନ୍ କରି କରିଛୁ। ପଡ଼ିଆ କେଉଁଠି ଗୋଟେ ଆପଣ ପଲିଥିନ୍ ମୁକ୍ତ କରିଛୁ, କୌଣସି ପ୍ରକାର ଡଷ୍ଟବିନ୍ ସବୁ ଜାଗାରେ ନିୟୋଜିତ କରିଛୁ। ବିଭିନ୍ନ ଜିନିଷ ଆମେ ସବୁ ଜାଗାରେ ପୃଥକ ଭାବରେ ରଖିଛୁ। ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନ କରାଯାଉଛି ଏବଂ ବହୁତ ବଡ଼ ଧୁମଧାମରେ ପାଳନ କରାଯିବ। ଏଇଥିପାଇଁ ଯେ ସବୁ ଜାଗାରେ 3 ଦିନ ଧରି ରଜ ପାଳନ କରାଯାଉଛି, କିନ୍ତୁ ଏଠି ନିଆରା 4 ଦିନ ଧରିକି ରଜ ମହୋତ୍ସବ ପାଳନ କରାଯିବ। ବହୁତ ଧୁମଧାମର ସହ କ'ଣ ସବୁ କେବେଠୁ ଆରମ୍ଭ ହେବ, କେବେ ସରିବ, ଆଉ କେମିତି କ'ଣ ପ୍ରସ୍ତୁତ ସରିଯାଇଛି। ଆପଣମାନେ ତ ଉପସ୍ଥିତ ଥିଲେ ଆମ ସାମ୍ବାଦିକ ସମ୍ମିଳନୀରେ। ଆମର ଯେ ଗ୍ରାମୀଣ ବିକାଶ ମଞ୍ଚର ସଭାପତି ବସନ୍ତ ବାବୁ କହୁଥିଲେ, ସାନ ଭାଇ ଚିନୁ ଯାହାଙ୍କ ନେତୃତ୍ୱରେ ସବୁ ଆୟୋଜନ ହେଉଛି ଏବଂ ବହୁତ ବଡ଼ ଆକାରରେ ସବୁ ଆୟୋଜନ ହେଉଛି। ଏବଂ ଗୋଟେ ଭଲ ଜିନିଷ ଏଇଥିପାଇଁ ଯେ ଆମ ଏଥରକ ସବୁଥର ଅଲିଉଡ଼ ଷ୍ଟାରମାନେ ଆସନ୍ତି, ଏଥର ବଲିଉଡ଼ର ଷ୍ଟାର ଆସୁଛନ୍ତି। ପାମେଲା ଜେନ୍ ଆସୁଛନ୍ତି, 16 ତାରିଖ ଆସୁଛନ୍ତି।